ଜଣେ ଦୋକାନୀ 20 ଟଙ୍କାରେ 14ଟି ଆମ୍ବ କିଣି 22 ଟଙ୍କାରେ 8ଟି ଆମ୍ବ ବିକ୍ରି କଲା, ତେବେ ତାର ଶତକଡ଼ା କେତେ ଲାଭ ବା କ୍ଷତି ହେବ? ତ 14ଟି ଆମ୍ବକୁ ସିଏ 20 ଟଙ୍କାରେ କିଣିଲା, ଦେନ୍ ସେ 8ଟି ଆମ୍ବକୁ ସିଏ 22 ଟଙ୍କାରେ ବିକ୍ରି କଲା। ତ ପ୍ରଥମେ ଆମେ ଆମ୍ବର ପରିମାଣକୁ ଆମେ ସମାନ କରିବା। ତ ସମାନ କରିବା ପାଇଁ ହେଲେ ଆମର ଲସାଗୁ କାଢ଼ିବାକୁ ପଡ଼ିବ। ଲସାଗୁ ହେଉଛି ଆମର 56। ତେଣୁ 14 ଚଉ 56, ତେଣୁ ଏଠି ଆମେ 4 ଇଣ୍ଟୁ କରିବା, ତାହେଲେ ଇଏ ଆସୁଛି ଆମର 80। ସେମିତି 8 ସନ୍ତାଙ୍ଗ 56, ତାହେଲେ ଏଠି 7 ଇଣ୍ଟୁ କରିବା, ତ 7 ଦୁଣେ 14, 7 ଦୁଣେ 14 1 15, ତାହେଲେ 154 ହେଲା। ତାମାନେ ତାର କିଣା ମୂଲ୍ୟ ହେଉଛି 80 ଏବଂ ବିକ୍ରି ମୂଲ୍ୟ ହେଉଛି ଆମର 154। ତେଣୁ ତାର ଲାଭ କେତେ ହେଉଛି? 154 ମାଇନସ୍ 80, ଯୋଉଟାକି ଆମର ଆସୁଛି 74। ତ 74 ଟଙ୍କା ଲାଭ ହେଉଛି ତାର 80ରେ। ତ ଶତକଡ଼ା ପାଇଁ ଆମେ 100 ଇଣ୍ଟୁ କରିବା, ତ ଇଏ ଶୂନ କଟିବ, ତାହେଲେ ଆମର ଆସିଲା କେତେ? 740/8। ତାକୁ ଆମେ 8ରେ ଭାଗ କରିବା, ତ 8 ସନ୍ତାଙ୍ଗ ଆମେ ଏଇଠି କରିଦେବା। 8 ସନ୍ତାଙ୍ଗ 8 9 72, ତ 9 ଆସିଲା, ତ 2 ରହିଲା 20 ହେଲା, 8 ଦୁଣେ 16 ହେଲା, ଆଉ ରହିଲା କେତେ? 4 ଶୂନ ପଡ଼ିବ, 8 5 40, ତାହେଲେ ଆମର 92.50% ତାର ଲାଭ ହବ।